କେବଳ ଖାଉଛି ଟିକେ ଧୂଆଁ ଦେହ କେମିତି ହେବାଣି ଆସି କାହିଁକି ଖାଉଛ ଭଲା ଲାଭ ମିଳୁଛି ଗ୍ରହ ଧୂଆଁ କେତେ ଆଗ ପ୍ରିୟା ଧ୍ୱଂସକୁ ଆଜି ବାଣୁଅଛି କୌତୁକ ଦୁନିଆ କେବଳ ଜାଳିଲେ ଅଛି ହିଆ ହେଲାରେ ପଡ଼ିଲା ଜାଳିଲା ମହର ସୁଖ କାହାକୁ ପଡ଼ି କାହାକୁ ଜାଳିଲେ କୁହ ସହଜରେ କିଏ ଫଲିତ ବସିବା ଫଳ ସହଜରେ କିଏ ପତାଇ ଦେଉତା ମୁହ ତା ମୁହଁରେ ଧୋଇ ଚୁମ୍ବନ ହରା। ବର୍ତ୍ତମାନ ଆମେ କବିତା ପାଠ ଉତ୍ସବ ଆରମ୍ଭ କରିବା। ପ୍ରଥମେ ମୁଁ ଡାକିବି କବି ତ୍ରିନାଥ ସାହୁ ସାରଙ୍କୁ ତାଙ୍କର କବିତା କବିଗଡ଼ ନାୟକ ପାଠ କରି ଶୁଣେଇବେ। ସଂଯୋଜନ ବେଶୀ କରିବାକୁ ଇଚ୍ଛା ପ୍ରକାଶ ହେଉନାହିଁ କାରଣ ଆମର ସମୟର ସ୍ୱଳ୍ପତା ସେଥିପାଇଁ ଖୁବ ସର୍ଟରେ ଆମେ କବିତା ପାଠ କରିବା ପାଇଁ ମୁଁ ଡାକିବି। ସାର୍ ଆପଣଙ୍କ କବିତା ପଢନ୍ତୁ। କବିତାର ଶୀର୍ଷକ କବିଗଡ଼ ନାୟକ। ମାଟିରେ ଯେଉଁଠି ଶତଦଳ ଫୁଟେ ଫୁଟେ ରକ୍ତର ବହ୍ନି ସେ ମାଟିର କବି ଗଡ଼ନାୟକ ସବୁଜ ଶଙ୍ଖ ଧ୍ୱନି। ମାଟିରେ ଯେଉଁଠି ଶତଦଳ ଫୁଟେ ଫୁଟେ ରକ୍ତର ବହ୍ନି ସେ ମାଟିର କବି ଗଡ଼ନାୟକ ସବୁଜ ଶଙ୍ଖ ଧ୍ୱନି। ମାର୍କ୍ସବାଦର ପଞ୍ଝା ତଳେ ଦୁଇଟି ତାହାର ରେଣା ମାର୍କ୍ସବାଦର ପଞ୍ଝା ତଳେ ଦୁଇଟି ତାହାର ରେଣା ଶବ୍ଦ ଜାଲରେ ପୁଞ୍ଜିବାଦକୁ କରିଥିଲେ ବାଟ ବଣା। ଅଜଣା ଅଶୁଣା ଇତି କଥା କୁଜେ ଅଜଣା ଅଶୁଣା ଇତି କଥା କୁଜେ ଗୀତି କଥା କରି ଦିଏ ଗଡ଼ନାୟକ ସେ ସରଳ ସହଜ ପାଠକର ମନ ଛୁଏଁ। ଗଡ଼ନାୟକ ସେ ସରଳ ସହଜ ପାଠକର ମନ ଛୁଏଁ। ପ୍ରକୃତି ପ୍ରେମ ଅବା ଦେଶ ପ୍ରେମ ଅବା ସଂସ୍କୃତି ଗାନ ପ୍ରକୃତି ପ୍ରେମ ଅବା ଦେଶ ପ୍ରେମ ଅବା ସଂସ୍କୃତି ଗାନ ତରଳ ସରଳ ପଦପାଦେ ଛନ୍ଦା ଲାଳିତ୍ୟରେ ମହିୟାନ ତରଳ ସରଳ ପଦପାଦେ ଛନ୍ଦା ଲାଳିତ୍ୟରେ ମହିୟାନ ଇଷ୍ଟ ସରସ ଭାବ ଉତ୍କର୍ଷ ବିପ୍ଳବ ବହ୍ନି ଜ୍ୱାଳା ନିଷ୍ଠ ସରସ ଭାବ ଉତ୍କର୍ଷ ବିପ୍ଳବ ବହ୍ନି ଜ୍ୱାଳା ଛନ୍ଦ ନିପୁଣ କୁଶଳୀ ଶିଳ୍ପୀ ଅତୁଳ କବିତା ମାଳା ଛନ୍ଦ ନିପୁଣ କୁଶଳୀ ଶିଳ୍ପୀ ଅତୁଳ କବିତା ମାଳା। ଓଡ଼ିଆ ଭାଷାର କାବ୍ୟ ବିଭବ ଭାବର ମଉଡ଼ ମଣି ଗଡ଼ନାୟକୀୟ ଅମ୍ଳାନ ଦ୍ୟୁତି ଗଡ଼ନାୟକୀୟ ଅମ୍ଳାନ ଦ୍ୟୁତି ଛନ୍ଦର ହର୍ଷ ଧ୍ୱନି ଛନ୍ଦର ହର୍ଷ ଧ୍ୱନି। ଆଜିର ଜୟନ୍ତୀ ଜନ୍ମ ତିଥିରେ ଆଜିର ଜୟନ୍ତୀ ଜନ୍ମ ତିଥିରେ ସଶ୍ରଦ୍ଧ ପ୍ରଣାମ ନିଅ ଥିଲ ତୁମେ କବି ରାଧା ମୋହନ ଥିଲ ତୁମେ କବି ରାଧା ମୋହନ ପାଠ କର ତୁମେ ଗଡ଼ନାୟକ ଆଶିଷ ବରସି ଯାଅ ଆଶିଷ ବରସି ଯାଅ। ଧନ୍ୟବାଦ। ଯାହା ହଉ ବହୁତ ସୁନ୍ଦର କବିତା ନିଜ ଗଡ଼ର ନାୟକ। ମୁଁ ଯେତେବେଳେ କବିତାର ଶୀର୍ଷକ ଦେଖିଲି ବହୁତ ଆଶ୍ଚର୍ଯ୍ୟ ହେଲି। କବି ଗଡ଼ନାୟକ ଆମେ ସାଧାରଣ ଲେଖିଥାନ୍ତି, ସାର୍ କେତେ ସୁନ୍ଦର ଲେଖିଦେଲେ କବି ଗଡ଼ନାୟକ। ବହୁତ ବହୁତ ଧନ୍ୟବାଦ ସାର୍। ଦ୍ୱିତୀୟରେ ମୁଁ ଡାକିବି ଆମର କାଲଚିର ବରିଷ୍ଠ କବି ଯଦୁମଣି ସାହୁ ସାରଙ୍କୁ ତାଙ୍କର କବିତା ପ୍ରେତର ପରିଚୟ ଉପସ୍ଥାପନା କରିବେ। ଯଦୁମଣି ସାର୍ ଆସିଲି। ହଁ ହଁ ଆପଣଙ୍କ କବିତା ପଢନ୍ତୁ। ପ୍ରେତର ପରିଚୟ ଯାବତୀୟ ରାଧାବାନଙ୍କ ଉପରେ ନୁହେଁ ମୁଁ କବିତା ପାଠ ତେଣୁ ଅଲଗା ଟପିକଟେ। କିଏ ଜାଣେ ଉଡିଗଲା ପକ୍ଷୀର ଠିକଣା ଝଡିଗଲା ପାଖୁଡା ରଙ୍ଗ ବହିଗଲା ପାଣିର ସୁଅ କିଏ ଜାଣେ ଅସ୍ତରାଗର ଅନୁରାଗ ନୀଡ଼ ଫେରନ୍ତା ବିହଙ୍ଗର ତଳରାଗ। ମୃତ୍ୟୁ ଏକ ପୂର୍ଣ୍ଣକ୍ଷେପ ଏକ ସମାପ୍ୟ କ୍ରିୟା ଚର୍ବିତ ଚର୍ବଣ ଜୈବିକ ପ୍ରକ୍ରିୟାର ଶେଷ ଅଙ୍କ ଜୀବନ ନାଟକର ଶେଷ ଶବ୍ଦଟିଏ ନିର୍ଦ୍ଦିଷ୍ଟ କାହାଣୀର। ଜୀବନ ଅସୁମାରୀ ଘଟଣା ପ୍ରବାହ ଭିତରେ ଏକ ବିଶେଷ ଘଟଣା ଯେଉଁଠି ନଦୀଟିଏ ସମୁଦ୍ର ମୁହାଣରେ ଥାଏ ବାଟବଣା। ଆଖିରେ କଳି ପାରୁନଥିବା ମନରେ ହେଜି ପାରୁନଥିବା ଅବା ଚିନ୍ତାରେ ଭାବି ପାରୁନଥିବା
ଅଜସ୍ର ଅଜସ୍ର ନିଶ୍ୱାସ ପ୍ରଶ୍ୱାସର ବିନ୍ଦୁ ପରସ୍ପର ବେଣୀ ଭଳି ଶୃଙ୍ଖଳାର ଚନ୍ଦା ଅବିଚ୍ଛିନ୍ନ ନିରନ୍ତର ବନ୍ଧା ଏକ ପ୍ରାନ୍ତ ବିନ୍ଦୁ ଚଳମାନ ରେଖାର ପୂର୍ଣ୍ଣଚ୍ଛେଦଟିଏ ଆଙ୍କି ଦିଏ ସଚଳ କାୟର ଜୀବନ ଅବଧିର ଶେଷ ପୁଚୁକାଏ ପବନ ଇଥରରେ ମିଶିଗଲେ ଥକିଯାଏ ଚଳମାନ ଆଖିପତା ସ୍ଥିର କାଚବାଟି ଭଳି ଅପଲ୍ଲକ ଅନରେ ମାଛଟିଏ ପାଣିରେ ଭାସୁଥାଏ ଉପରକୁ ପେଟ କରି ଏକ ପ୍ରାନ୍ତ ବିନ୍ଦୁ ଠାରୁ ପୁଣି ଆରମ୍ଭ ହେବ ବୃତର ପରିଧି ଏକ ନିର୍ବାପିତ ସତ୍ତା ପରେ ବଂଶକୁ ନିଆଦ ପିଠିରେ ପଡିଯିବ ଆଞ୍ଚୁଳା ଦାଗ ମୋ ପରିଚୟକୁ ପୁଞ୍ଜି କରି ପଛକୁ ଠେଲି ହୋଇଯିବ ପୁରୁଣା ଚିତ୍ରଟିଏ ଝାପ୍ସା ଆହୁରି ଝାପ୍ସା ହୋଇଯିବ ସ୍ମୃତିର ପଟଳରେ ଭୁଲିଯିବେ ସମସ୍ତେ ଉଡିଗଲା ପକ୍ଷୀର ଠିକଣା ଯେମିତି ମିଶିଯାଏ ଅପସ୍ଫୁୟମାନ ଜେଟର ଧୂଆ ମେଞ୍ଚାଏ ନୀଳ ଆକାଶରେ ପରବର୍ତ୍ତୀ ଅଧ୍ୟାୟରେ ଆଗାମୀ ଚରିତ୍ର ମାନେ ପୁଣି ନାଚିବେ ମୁହଁରେ ରଙ୍ଗ ବୋଳି ସେଇ ରଙ୍ଗମଞ୍ଚରେ ଭିନ୍ନ ଭିନ୍ନ କାୟାର ଏକ ଛାୟାକଳ୍ପ କାଗଜର ଫୁଲମାଳ ପିନ୍ଧି ଝୁଲୁଥିବ କାନ୍ଥରେ ମୋରି ନାମରେ କାୟାର ଇତିବୃତ୍ତି ଗାନ କରି ଅବଧ୍ୟ ହସ ଫୁଟାଇ ଏକ ପ୍ରେତର ପରିଚୟ ଦେଇ ଧନ୍ୟବାଦ। ବର୍ତ୍ତମାନ ଅତି ସୁନ୍ଦର କବିତା ପ୍ରେତର ପରିଚୟ। ବର୍ତ୍ତମାନ ମୁଁ ଡାକିବି ଆମ ତାଳଚେରର ବରିଷ୍ଠ କବିୟତ୍ରୀ ରତ୍ନପ୍ରଭା ରାଇ ମ୍ୟାଡାମକୁ। ଅଖ୍ୟାତପଲ୍ଲୀର ବିଖ୍ୟାତ କବି ରାଧାମୋହନ ଗଣନାୟକ ତାଙ୍କର କବିତାର ଶୀର୍ଷକ କବିତା ପାଠ କରିବେ। ରତ୍ନପ୍ରଭା ରାଇ ମ୍ୟାଡାମ ନାହାନ୍ତି କି? ରତ୍ନପ୍ରଭା ରାଇ ମ୍ୟାଡାମ ନାହାନ୍ତି। ମୁଁ ଏବେ ଡାକିବି ଆମର ସାହିତ୍ୟ ସମ୍ପାଦକର ଅରୁଣ କୁମାର ଗଡ଼ନାୟକ ସାର୍ଙ୍କୁ ଡାକିବି। ସାର୍ ଅଛନ୍ତି? ଅରୁଣ କୁମାର ଗଡ଼ନାୟକ ସାର୍ ବୃତ୍ତିରେ ଜଣେ ହଁ ସାର୍ ଶୁଭୁଛି। ବୃତ୍ତିରେ ଜଣେ ଇଞ୍ଜିନିୟର, ସାହିତ୍ୟରେ ଅତ୍ୟନ୍ତ ରୁଚି ଏବଂ ସମାଜ ସେବାରେ ଖୁବ ମନୋନିବେଶ କରିଥିବା ଆମର ପ୍ରିୟ ଅରୁଣ ଗଡ଼ନାୟକ ସାର୍ ଆପଣଙ୍କର କବିତା ପାଠ କରନ୍ତୁ। ଆଉ ଗୋଟେ ସୂଚନା ଦେବି ଯେ ଗଡ଼ନାୟକ ରାଧାମୋହନ ଗଡ଼ନାୟକଙ୍କର ସମ୍ପର୍କୀୟ ବି ଲାଗିବେ। ସେ ନିଜେ ନିଜର ପରିଚୟ ଦେବେ, କଣ ତାଙ୍କର ପରିଚୟ, କିଛି ଅନୁଭୂତି ବି କହିବେ, ଆଉ ତାଙ୍କର କବିତା ବି କିଛି କହିବେ, ନିଜ କବିତା ଶୁଣେଇବେ। ସାର୍ ଆପଣ ଏବେ କୁହନ୍ତୁ। ଧନ୍ୟବାଦ ମ୍ୟାମ୍। ହଁ ଧନ୍ୟବାଦ ମ୍ୟାମ୍। ବହୁତ ସୁନ୍ଦର। ଆଜି ସନ୍ଧ୍ୟାର ଏହି ଅବସରର ସଭାପତି, ମୁଖ୍ୟ ବକ୍ତା ତଥା ସମସ୍ତ ଆମ ଏଇ ଗ୍ରୁପରେ ଜଏନ କରିଥିବା ସାହିତ୍ୟାନୁରାଗୀ କବି କବୟତ୍ରୀ ସମସ୍ତଙ୍କୁ ଯଥାମାନ୍ୟ ନମସ୍କାର, ଅଭିନନ୍ଦନ ଏବଂ ଶୁଭେଚ୍ଛା। ଯାହା କହିଲେ ମ୍ୟାମ୍, ବର୍ତ୍ତମାନ କି ମୁଁ ରାଧାମୋହନ ଗଡ଼ନାୟକଙ୍କ ସହିତ ମୋର ପରିଚୟ ଯେତେବେଳେ ମୁଁ କ୍ଲାସ 7 ପଢୁଥିଲି, ବାଳବୁଦ୍ଧ କବିତାରେ ତାଙ୍କ ସହିତ ପ୍ରଥମ ପରିଚୟ ହୋଇଥିଲା। ଯୋଉ କବିତା ଯୋଉଟା ଶାନ୍ତନୁ ସାର୍ କହୁଥିଲେ କି କେତେ ସୁନ୍ଦର ତାଙ୍କର ଯୋଉ ଭାବରେ ଯୋଉ ଟାଇପର ଶବ୍ଦକୁ ବ୍ୟବହାର କରନ୍ତି, ଯେମିତି ଚିତ୍କାର ଦଳାୟିତ କି ତରଙ୍ଗାୟିତ ପୂର୍ଣ୍ଣିମା, ଯେମିତି ତାଙ୍କ କବିତା ଯେତେ ସବୁ ଶବ୍ଦ ବ୍ୟବହାର ହେଇଥାଏ ସେମିତି ଏକ ଛନ୍ଦାୟିତ, ଆଗକୁ ଯେମିତି ଲାଗେ ଯେ କିଛି ଗୋଟେ ଦଳାୟମାନ ପରିସ୍ଥିତି ସୃଷ୍ଟି କରେ। ବହୁତ ଆଦୃତ କରିଥିଲା ମତେ, ମୁଁ ମୁଗ୍ଧ କରିଥିଲା ସେତେବେଳେ ସେଇ ପିଲା ବୟସରେ
क्लास 7 पढ़ला बेले एबे भी सुधा मन पड़े मते राज उपवन हसी उठुथिला सूर्य आलोक हासे रोहिणी तटिनी बही जाउथिला अस्फुट कल भासे प्रकृतिर से निर्जन कले ध्यानी तपस सम चुत तरु तले नीरव मौने बसिथिले गौतम क्लास 7 जतरे पढ़ुथिली मो राधामोहन गणनायक सहित एई टाइप रो परिचय होइतिला हमर साहित्य पुस्तक रे तापर परे कॉलेज हाई स्कूल आसला परे अष्टम श्रेणी रे जेतले हमर पढ़ा हला उधम सिंह रक्त रंजित जालियानवाला हत्याकांड परे जहा कि अमृत प्रीतम विशिष्ट हिंदी लेखिका जी के आसीथिले तांकर हिंदी ट्रांसलेशन हला परे उधम सिंह को ताकू मध्य मु सेतेबेले द्वितीय परिचय तापर परे मोर परिचय हला पारिवारिक संपर्क रे तांको परिवार जदियो टिके दूरता मोर जे अजासुर हुंती से होचंदी सबुठ बड़ तांको तळे होचंदी राधामोहन गणनायक एवं पारिवारिक संपर्क रे हमें भी जेहेतु मु साहित्य अनुरागी एवं तांकर नाती माने मोर सळा एई हिसाब रे प्रतिटी काम रे से मते तांको सहित संपर्क रे आसे मु गाँ को गले भी ससुर घर गाँ को गला बेले से हमर जे कुर्तासुर हुंती दीपक बाबू राधामोहन गणनायक सुपुत्र तांको सहित भी अनेक एई गणनायकଙ୍କ जीवन ऊपर आमे कथावार्ता हो जाओ तांकर जन्म शतवार्षिकी मते डाकिथिले निमंत्रित हिसाब रे एवं सेठी विशिष्ट कवि माने ओडिसा सब आस्थिले तांग गाँ को अनुगुण दीटी जगह होतला जन्म शतवार्षिकी रे सेही अवसर रे मोर गोटे कविता मु तांको समर्पित करथिली वर्तमान से कविता को मु आपण पाखरे मोर ए कविता को पाठ करूची कवि हे तुमे चिर अमर किए कहूथिला कवितार स्रष्टा जिए हुए नहीं वृथ अपसरी जाए क्षुधा चाउड़ी पड़ेनी जौवन मृत्यु जाए जरा ताकू न करई भेद किए कहे कालजयी किए कहे मृत्यु ताकू पराजित करि पारे नहीं झरु नहीं औजस्ना सेई चंद्र मारु फुलर उद्यान सृष्टि करे आज मरु चांद केबे पर्वत रे कई को खोजिछि मोहदधि बालुका को केबे पचारिछि आसीब गो नीति प्रतिदिने निसुथिबा प्रत्यक्ष रे जुआर भटरे ए छंद गलर प्रतिद्वंदी नायक दौथुल काव्य नायिका सर्वांग शरीर ए छंद गलर प्रतिद्वंदी नायक धौथिल काव्य नायिका सर्वांग शरीर फिका फिका लागे बे लिंगला बौड़ी जोर मुकुनी पथर जाऊ परे तम आद्य कवितार समाहार चंद्रमा ओठरे जेने रुष्ण धार जीवन जही अड़िक एक बाली घर सृष्टि तब चिरंतन शाश्वत अमर सृष्टि तब चिरंतन शाश्वत अमर सृष्टि तब चिरंतन शाश्वत धन्यवाद मैम। बहुत सुंदर कविता आपणकर अनुभव आपणकर पारिवारिक संपर्क विषय रे जणैले बहुत बहुत धन्यवाद सर। एबे हम गहन रे उपस्थित अछंती हमर वरिष्ठ कवियत्री रत्नप्रभा बाई मैडम मोर अनुरोध आपण कविताटी पाठ करंतु अख्यात पल्लीर विख्यात कवि राधामोहन गणनायक। शीर्षक अख्यात पल्लीर विख्यात कवि राधामोहन गणनायक। अख्यात पल्लीर विख्यात कवि सुख्याति आଣିଛ साहित्य सेवी बितानरे फुटी बितरी बास विमुग्ध करिछ जनमानस हेबाणी बितानुबासी प्रतिभाकु तुम करुछि प्रणाम होइछ जेणु यशस्वी धन्य कवि तुमे राधा मोहन धन्य है तुमरी साहित्य प्रेम छंदमय करी सृष्टि संभार भरिछ ओडिया भाषा भंडार अपूर्व रचना शैली साहित्य अंगने देइछ सुंदर शब्दर प्रासाद तोली तुम कल्पनार नाही तुलना चारु कारु भरा शब्द सुषमा पड़ी गले थरे बैरी आखि किछि क्षण पाई
ଯାଏ ଅଟକି ଭୁଲି ମାନ ଅଭିମାନ ଭୁଲି ମାନ ଅଭିମାନ ତବୁ ପ୍ରଶଂସାରେ ସତ ମୁଖ ହୋଇ କରେ ଜୟ ଜୟ ଗାନ ବଳିୟାନ ହୋଇ ବାଣୀଙ୍କ ବରେ ତୀକ୍ଷ୍ଣ ଲେଖନୀ ଚାଳିଲ କରେ କାବ୍ୟ କବିତାର ଗୋଡକୁ ଜିଣି ନେଇଛ ପାଠକ ହୃଦୟ କିଣି ଧନ୍ୟ ହେ ବଡ ନାୟକ ଧନ୍ୟ ହେ ବଡ ନାୟକ ତୁମ ସୃଷ୍ଟିରାଜି ସତେ କିଭା ଆଜି ଓଡିଆ ଭାଷା ତିଳକ ଓଡିଶା ମାଟିର ଯୋଗ୍ୟ ସନ୍ତାନ ସମୟ ସ୍ରୋତରେ ହୋଇ ବିଲୀନ ଚିର ସ୍ରୋତ ତୁମ ସୃଷ୍ଟି ଅମ୍ଳାନ ଝଲସି ଉଠୁଛି ସ୍ୱର୍ଣ୍ଣାଭୂଷମ ପଦ୍ମଶ୍ରୀ ଉପାଧିଧାରୀ ଅଶେଷ ଜ୍ଞାନର ପରିଚୟ ଦେଇ ଆଜି ବି ବଞ୍ଚିଛ ମରି ଧନ୍ୟବାଦ। मैडम किशोरनगर जड़े कवि अच्छा शरद कुमार बेहरा हाँ सर तांको चिन्ह ना तो से जनईदेली सी गोटे कविता पढ़ा प्रस्तुत अच्छा हाँ हाँ हम नेक्स्ट डाकिबी हमर जड़े दूर कवि शरद कुमार बेहरा सर को मु अनुरोध करी आपण कविता पढ़ंतु जहा हो बहुत बहुत धन्यवाद एते दूर आपण माने आम सहित मिसिचंती निजको गौरव मन कर जहा हो ए नेट केतेबेले यार तो भल परिणाम अच्छी केतेबेले दुष्परिणाम अच्छी आम पाख कवियत्री मानकर कविता भल से शुभिलानी सर आपण दूर थी पढ़ंतु आपण कविता आम शुणु शरद कुमार बेहरा सार को अनुरोध कविता रखिए समस्त को मोर प्रणाम तो कविता नाम होती राधा मोहन को करु स्मरण। राधा मोहन हे राधा मोहन अनुगुण जिला योग्य संतान हृदय व्यथा अनमुग्ध कविता ए पिंगलार सार कृष्ण देवता माटिर मनीष डाकिबी कुमुदिनी विश्वाल मैडम को विदग्ध वीर तांकर कवितार शीर्षक कविता पढ़ी शुणेबे विदग्ध वीर कुमुदिनी विश्वाल मैडम आपनको साउंड आगे म्यूट करंतु हाँ अनम्यूट बस सुखिला एबे उपस्थित समस्त को सारस्वत प्रणाम। कवि पद्मश्री राधामोहन को ऊपर आज आसर सौभाग्यक्रमे कर कमल 1980 मसीह पुरस्कार प्राप्त करिवार सौभाग्य लाभ करी आनुअल फंक्शन आसिले आज जीवनी उपरे कविता पाठ करिवार सौभाग्य मते मिली तेणु मो निजको धन्य मन करी मो कवितार शीर्षक विदग्ध वीर। लिंगरा नई कूल पलटना पाल गाँव रे जन्म लभी पाइल जुगर आलोक जमाती देखिल जीवन हसकांड भल मंद लघु लुह दुख सुख कविता आखिरे तुम्हें आखु मारी हिमालय महाकृति पुत्र एक गलत को देख निर्भवाक छाड़ी उद्वास पराय होई जदि वर्णवंत आमलिपि लेख
ଖୋଲା ଦେହ କଳା ମନ କରି ଚନ୍ଦ୍ରିକା ସ୍ନାନ ପ୍ରକୃତିର ଉଚ୍ଛ୍ୱାସରେ ଉନ୍ମୁକ୍ତତା ଛାତି ମୁକ୍ତି ଜୀବନରେ ଝଡ଼ ଦୁଃଖ ସୁଖ ଅଧ୍ୟାୟର ଦୁଆର ଭଟା ସହିତ ବରିଣ୍ୟ ସୂର୍ଯ୍ୟ ଆଲୋକରେ ତୁମେ ସୃଷ୍ଟିର ରହସ୍ୟ ଖୋଲି ବେଶୀ ବେଶୀ ହୃଦୟକୁ ଅବରୁଦ୍ଧ କର ଅନ୍ଧକାର କାଳିମାରେ ଆବୃତ କରି ସୃଷ୍ଟିକୁ ଅନାବୃତ କରି ପୁଣି ବେଶମଗ୍ନ କର ବିଶ୍ୱ ଉଦ୍ଗିରଣକାରୀ ଭୂତନ ଯେ ବିଷଧାରୀ ସୃଷ୍ଟି ମଧ୍ୟ ସତତାର ବନ୍ଧୁପଣେ କୁହ ଆପେ କେଡ଼େ ଶାନ୍ତ କାନ୍ତ ନୁହେଁ ଜୀବନ ସଙ୍ଗୀତ ଅନ୍ତର ବେଦନା ବୁଦ୍ଧି ବିଷକନ୍ତୁ ଆଗର ଛାତିରେ ମାଟିର ମହକ ଆଙ୍କି ଦେଖିଥିଲ ଅତନୁରେ ତନୁର ଝଲକ ଉଭାଳି ମାରି ନୀରରେ ଦେଖି ନିତଳ ନୀରରେ ପାଇଥିଲ ଚମକାରୁ ମୁକ୍ତାର ମହକ ଦେଶର ଭକତ ସାଜି ମାଟିର ରକତେ ହେଇଛି ପ୍ରାଣୀ ଜଗାଇଲ ଧରା ଆକାଶର ଆଶା ଆହତ କଙ୍କାଳ ସାଥେ ବୁଲି ଗ୍ରାମ ପଥେ ପଥେ କଣ୍ଠ କଲି କରିଥିଲା ହୃଦୟର ପ୍ରଚଣ୍ଡ ଶବ୍ଦ ବାଣରେ ତୀକ୍ଷ୍ଣ ଲେଖନୀ ଧାରରେ ଆଣିଥିଲ ବିପ୍ଳବର ନବ ଅଭିଯାନ ରାତ୍ୟକ ମୂର୍ଖନା କରି ସାରସ୍ୱତ ରଙ୍ଗ ଦେଇ ଦେଖାଇଲ ଯେତେ ସବୁ ମାନ ଅଭିମାନ ନାହିଁ ଆଜି ସୀମା ଛାଡ଼ି ଯାଇଛ ସୌରଭ ତମର ତୁମ କବିତା କଣ୍ଠ ହୋଇଛି ସାଇତା ପାଣି ଭଣ୍ଡାରର ଅମୂଲ୍ୟ ବିଭବ ପାଣି ଭଣ୍ଡାରର ପ୍ରତି ଅମୂଲ୍ୟ ବିଭବ ବହୁତ ସୁନ୍ଦର କବିତା କାନକୁ ବହୁତ ମିଠା ଲାଗିଲା ଆପଣଙ୍କ କବିତା ଧନ୍ୟବାଦ ନାନୀ ତାପରେ ମୁଁ ଡାକିବି ଲତିକା ମହାପାତ୍ର ମ୍ୟାଡାମ ଅଛନ୍ତି କି ଶୁଣିପାରୁଛନ୍ତି ମୋ କଥା ଲତିକା ମହାପାତ୍ର ମ୍ୟାଡାମ ନାହାନ୍ତି ବୋଧେ ତାପରେ ମୁଁ ଡାକିବି ଗୀତାମଣି ମହାପାତ୍ର ଆଚ୍ଛା ଠିକ ଅଛି ମ୍ୟାଡାମ ଆପଣଙ୍କର ଆଲୋଚନା ଆପଣ କିଛି କହିବେ ବୋଲି କହୁଥିଲେ ଆଉ କର୍ଣ୍ଣାଙ୍କ କବିତା ଗାଇବେ ବୋଲି କହୁଥିଲେ ତ ଆପଣ ଗୋଟେ ମିନିଟ ଖାଲି କହିକି କବିତା ଟା ପଢିଦେବି କହିବାର ଠିକ ଅଛି ଓକେ ଥ୍ୟାଙ୍କ ୟୁ ସମସ୍ତଙ୍କୁ ସାଦର ପ୍ରଣାମ କରୁଛି ଆଜିର ଏ ଆସରକୁ ଅହୋଭାଗ୍ୟ ଯେ ଆଜି ଏତେ ଦିନ ପରେ ଆମେ ସମସ୍ତେ ଆଜି ଗୋଟେ ଏକାଠି ହେଇଛେ ପଦ୍ମଶ୍ରୀ ରାଧାମୋହନ ପଟ୍ଟନାୟକଙ୍କର ଏଇ ଜୟନ୍ତୀ ବହୁତ ଆନନ୍ଦିତ କେତେ ଜଣ ଆମର ସବୁ ପ୍ରିୟ କବିବନ୍ଧୁ ସାର୍ ମାନଙ୍କୁ ସମସ୍ତଙ୍କୁ ଏତେ ଦିନ ପରେ ଦେଖିକି ମନ ବହୁତ ଆଜି ପ୍ରଫୁଲ୍ଲିତ ମୁଁ ଆୟୋଜକ ମାନଙ୍କୁ ସେଥିପାଇଁ ବିଶେଷ ଭାବରେ କୃତଜ୍ଞତା ଜଣାଉଛି ହାର୍ଦ୍ଦିକ ଭାବରେ ହୃଦୟର ଗଭୀରତମ ପ୍ରଦେଶକୁ ମୁଁ କୃତଜ୍ଞତା ଜଣାଉଛି ମୁଁ ତ ସମୁଦ୍ରକୁ ଯାହାର ମହାସାଗରରୁ ବାଲିଗରଟା ବି ସଂଗ୍ରହ କରିଥିଲେ ନ୍ୟୁଟନ ଆଉ ଆମେ ସବୁ ଦିନହୀନ ଅକିଞ୍ଚନ ପଦଟି ଅଳ୍ପ କିଛି କହିବି ଗୋଟିଏ ଦିଟା ପାରାଗ୍ରାଫ କେବଳ ଯାହାକି ମୁଁ ଲିଖିତ ତାକୁ ପ୍ରସ୍ତୁତ କରିଛି ପଦ୍ମଶ୍ରୀ ରାଧାମୋହନ ପଟ୍ଟନାୟକଙ୍କର ଆଜି ଶୂନ୍ୟ ଜୟନ୍ତୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ହୃଦୟର ଗଭୀରତମ ପ୍ରଦେଶରୁ ମୁଁ ଭାବାଞ୍ଜଳି ମୋର ଅର୍ପଣ କରୁଛି ଏହା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଯେ ସେ ଥିଲେ ଆମ ଅନୁଗୁଳ ମାଟିର ଜଣେ ବିଚକ୍ଷଣ ବିଲକ୍ଷଣ ଆବେଗର ପ୍ରବାହରେ ସେ ଥିଲେ ପ୍ରବଳ ସ୍ରୋତସ୍ୱିନୀ ଶବ୍ଦର ଅନନ୍ୟ ବିନ୍ଧାଣୀ ଛନ୍ଦର ଅଦ୍ଭୁତ ଆକର୍ଷଣୀୟ ଉଦାନ ତାଙ୍କ ସୃଷ୍ଟି ସମୂହରେ ଯାହାକୁ ପାଠ କରି ଗଭୀର ରସ ଅଭିଭୂତ ହୁଏ କାବ୍ୟାନୁଭୂତି ରସିକର ପ୍ରାଣ ଛାପରେ ଶବ୍ଦରେ ଏପରି କମନୀୟ କଳାକୃତି ଯେ ସମ୍ଭବ ତାହା ରୋମାଞ୍ଚିତ ପୁଲକିତ ଏକ ଅନନ୍ୟ ପୁଲକ ସୃଷ୍ଟି ହୁଏ ସେଦିନର ସାଥୀ କହ କବିତାରେ ତାଙ୍କର ଗୋଟିଏ ପଂକ୍ତି ମୁଦ୍ରଣ କରିବି କାଲି ଶୁଣିଥିଲୁ ଲୁହା ଜଞ୍ଜିର ଝଞ୍ଝନ କାଲି ଶୁଣିଥିଲୁ ଲୁହା ଜଞ୍ଜିର ଝଞ୍ଝନ ବନ୍ଧନ କରି ନେଇଥିଲୁ ସ୍ୱର୍ଗହରା ଆଜି ଶୁଣୁଅଛୁ ଲୀଳା ମନ୍ଦିର ସିଞ୍ଚନ ଆଜି ଶୁଣୁଅଛୁ ଲୀଳା ମନ୍ଦିର ସିଞ୍ଚନ ଲେଖୁଅଛୁ ବସି ଲୀଳାଭୂମିର ଚିତ୍ରକଳା ପଢିଲେ ବିଚିତ୍ର ଗୋଟେ
ପ୍ରଭାବ ପଡୁଛି ମନରେ। ଶବ୍ଦର କି ସୁନ୍ଦର କାରୁକାର୍ଯ୍ୟ, ଯେମିତି ଯେମିତି ଶିଳା ପଦ୍ମ, ଯେମିତି ଶିଳାରେ ପଦ୍ମ ଫୁଟିଛି, ଯେମିତି କୋଣାର୍କର ଗାତ୍ରରେ ଗାରରେ କବିତାରେ ଯେ ଏତେ କମନୀୟ କଳାକୃତି ସମ୍ଭବ ତାଙ୍କୁ ପଢିଲେ ହିଁ ଅନୁଭବ କରିହୁଏ ତାହା ସେ ଆଦୌ ଅତ୍ୟୁକ୍ତି ନାହିଁ। କବିତାକୁ ସେ ଅଙ୍ଗେ ନିଭେଇଛନ୍ତି, ଜଣେ କବିର ଯଥାର୍ଥ ଜୀବନ ଜିଇଛନ୍ତି, ଛଳନା ବିଭିନ୍ନ ସ୍ପେଶାଲିଷ୍ଟ ଆଉ ଜଣେ ପ୍ରତ୍ୟେକ ସ୍ୱାଭିମାନୀ ମଣିଷ ହିଁ କ୍ଷଣ କୋପି। ତେଣୁ ମୁଁ ଭାବେ ତାହା ହିଁ ତାହାର ଭୂଷଣ। ପ୍ରତ୍ୟେକ ମଣିଷର କିଛି ପ୍ରତ୍ୟେକ କଥାରେ ତାର ଗୋଟେ ରିଆକ୍ସନ ରହିବା ଦରକାର, କାରଣ ରିଆକ୍ସନ ଥିଲେ ହିଁ ଆମେ ଜାଣିପାରିବା ଯେ ଯଦି ପ୍ରତିକ୍ରିୟାଟି ଭିତରେ ପ୍ରକାଶ ପାଉନି, ଯଦି ଆମେ ନୀରବ ରହିଯାଉଛେ ତାହେଲେ ଠିକ ସେ କି କବି। ପ୍ରତ୍ୟେକ ଘଟଣା ଯଦି ଆମ ମନକୁ ବିଚଳିତ କରୁନି, ଯଦି ଆମକୁ ହଲେଇ ଦଉନି, ଆମ ଭିତରକୁ ହଲେଇ ଦଉନି ଏବଂ ଯଦି ଯଥାର୍ଥ ଅଭିବ୍ୟକ୍ତି ପ୍ରକାଶ ପାଉନି, ତାହେଲେ ସେ କବିତା କବିତା ନୁହେଁ। ତାଙ୍କ ଜୀବନ ବିଷୟରେ ମୁଁ ଯେତିକି ସାମାନ୍ୟ ଜାଣିଛି ମୁକ୍ତ ଚେତନା ମୋର କବିତାଟି ପାଠ କରୁଛି। ମୁଁ ଯୋଉ କବିତାରେ ସେ ଗୋପବନ୍ଧୁଙ୍କ ଚରିତ୍ରର ଅବତାରଣା କରିଛନ୍ତି, କବିତାର ଶୀର୍ଷକ ବସ୍ତାଏ ଚାଉଳ। ମୁଁ ଯଥାଶୀଘ୍ର ତାକୁ ପାଠ କରୁଛି। କାଳନ୍ଦୀ ନଈରେ ବନ୍ୟା କାଳସୁଅ ଉଠୁଅଛି ମାଟି, କାଳନ୍ଦୀ ନଈରେ ବନ୍ୟା କାଳସୁଅ ଉଠୁଅଛି ମାଟି, ଦୁଇ କୂଳ ଅନ୍ଧକାର ପ୍ରଳୟ ରାତି, ଦୁଇ କୂଳ ଅନ୍ଧକାର ମଧ୍ୟାହ୍ନରେ ପ୍ରଳୟ ରାତି, ଜଳ ଜଳ ଖାଲି ଜଳ ଖାଲ ଢିପ ସବୁ ଏକାକାର, ଘୋ ଘୋ ଘୋର ଘୋଷେ ଶୁଭୁ ନାହିଁ ଆର୍ତ୍ତ ହାହାକାର, ଗାଁ ଗଣ୍ଡା ଘର ଦ୍ୱାର ଗାଈ ଗୋରୁ ଧନ ଧାନ୍ୟ ରାଶି, ଡୁବି ଯାଇଅଛି କାହିଁ ଚାହୁଁ ଅବା ଯାଇଅଛି ଭାସି, କେତେ ଗାଁ କେତେ ସାଇ ଦୁଇ କୂଳେ ହେଉଛି ଉଚ୍ଛନ୍ନ, ହତାଶ କାତର ଏବେ ଆଶ୍ରହୀନ ଶହ ଶହ ଜନ, କିଏ ସେ ଦରଦୀ ଆତ୍ମା, କିଏ ସେ ଦରଦୀ ଆତ୍ମା ଏ ରାଜ୍ୟରେ ଓହ୍ଲାଇଲେ ଆସି, ସଙ୍ଗେ ଘେନି 4 ଜଣ ଅନ୍ତେବାସୀ ସେବାଶ୍ରମବାସୀ, କିଏ ସେ ଦରଦୀ ଆତ୍ମା ଏ ରାଜ୍ୟରେ ଓହ୍ଲାଇଲେ ଆସି, ଏ ରାଜ୍ୟରେ ଓହ୍ଲାଇଲେ ଆସି, ସଙ୍ଗେ ଘେନି 4 ଜଣ ଅନ୍ତେବାସୀ ସେବାଶ୍ରମବାସୀ, ଜନତାରେ ଦେଖୁ ଦେଖୁ ଢାଳି ଦେଲେ ଅଶ୍ରୁ 2 ଧାର, ଅକସ୍ମାତ ଥରିଗଲା ସର୍ବଭୂ ବନ୍ୟାର ଜୁଆର, ଗୋପବନ୍ଧୁଙ୍କର ନାଁ ଆଗରୁ ତ ଲୋକ ଥିଲେ ଜାଣି, ଘେରିଗଲେ ତାଙ୍କ ପାଇଁ କଣ ସେ ଆଣି, କ୍ଷୁଧିତର ବ୍ୟଥିତର ଆଶା ଦେବେ ଆକୁଳ ଆକୁଳ, ସମ୍ମୁଖରେ ଦେଖିନେଲେ ଏ କଣ ବସ୍ତାଏ ଚାଉଳ, ଏତିକି ଭୋକିଲା ଆତ୍ମା ଆମେ ସବୁ ହୋଇଅଛୁ ଜମା, କିଏ ଆଣିଛ ଦେଶ ବନ୍ଧୁ ସମୁଦ୍ରକୁ ଇଏ ସଂକ୍ଷେପରେ, ଘର ଦ୍ୱାର ଯାଇଅଛି କିଏ କେତେ ଯାଇଛନ୍ତି ଭାସି, ଆମେ କେତେ ରହିଅଛୁ ମରଣରୁ ଶୁଏ ଅଧା ଝାସି, ଘର ଦ୍ୱାର ଯାଇଅଛି କିଏ କେତେ ଯାଇଛନ୍ତି ଭାସି, ଆମେ କେତେ ରହିଅଛୁ ମରଣର ଶୁଏ ଅଧା ଝାସି, ତୁମେ ଆସିଗଲୁ ବୋଲି କେତେ କଣ ଭାବୁଥିଲା ମନ, କଣ ଆଣିଛ ତୁମେ କେଡେ ନେତା ଆଣିଛ କଣ, ହତାଶ ହୁଅନି ଭାଇ ହାତ ଯୋଡି ଗୋପବନ୍ଧୁ ଦାସ, ହତାଶ ହୁଅନି ଭାଇ ହାତ ଯୋଡି ଗୋପବନ୍ଧୁ ଦାସ, ତୁମର ଆସିଲୁ ପଳାଇ ଦୁଃସମ୍ବାଦ ଏ ସ୍ଥାନକୁ ଆସିଲୁ ପଳାଇ, ବସ୍ତାଏ ଚାଉଳ ଦେଖି ଅଞ୍ଚଳରେ ରହିଛନ୍ତି ବହୁ ଧନବନ୍ତ, ଭରପୁର ରହିଅଛି ଧାନ ଭିକାରୀ ମୁଁ ଡାକ ଦେବି ଦୁଆରେ, କିଏ ଭିକ୍ଷା ଦେବ ନାହିଁ ରହିପାରେ ପାତାଳ ହିଆରେ, କଥା ଶୁଭନି ଭାଇ ଏଇ ତ ଏଠି ଦେଇ ଦେଇ ବାହାରି ପଡିବୁ ଆମେ, ଚାଉଳ ଦେବ ଦେବ ମ୍ୟାଡାମ ଆପଣଙ୍କ ନେଟ୍ ପାଉନି, ବର୍ତ୍ତମାନ ମୁଁ ବର୍ତ୍ତମାନ ମୁଁ ଏବେ ଡାକିବି ଆମର ଜ୍ୟୋତିମୟୀ ମହାପାତ୍ରଙ୍କୁ, ତାଙ୍କର କବିତା ଆମ ରାଇଜର ମୌଡମଣି ଉପସ୍ଥାପନା କରିବେ।
ଜୟ ଜଗନ୍ନାଥ ମ୍ୟାଡାମ ଶୁଭୁଛି? ହଁ ଶୁଭୁଛି। ପ୍ରଥମେ ମୁଁ ସମସ୍ତଙ୍କୁ ସାରସ୍ୱତ ପ୍ରଣାମ। ମୁଁ ଦେଖିକି ବହୁତ ଖୁସି ଲାଗୁଛି, ମତେ ଲାଗୁଛି ଯେ ହଲରେ ବସିଛି। ଲକଡାଉନ ମତେ ମୋ ପାଇଁ କିଛି ଲାଗୁନି, ଲକଡାଉନ ଭଳିଆ ଲାଗୁନି ମତେ। ମୁଁ ସମସ୍ତଙ୍କୁ ମୋର ସାମ୍ନାରେ ଦେଖୁଛି, ମୁଁ ଏଠୁ କୁଆଡେ ବି ଉଠି ପାରୁନି। ସମସ୍ତଙ୍କୁ ଦେଖିବା ପାଇଁ ମୁଁ ବହୁତ ଖୁସି। ଯୋଉଟା ଥିଲା ସେଇଟା ଅନିତା ପାଣି ମ୍ୟାଡାମ କରିବାରୁ ମାନେ ସଂଯୋଜନା କରିଥିବାରୁ ମୁଁ ତାଙ୍କୁ ପ୍ରଥମେ ବହୁତ ବଧେଇ ଜଣାଉଛି। ସମସ୍ତେ ତ ରାଧାମୋହନ ଗନାଇଙ୍କ ବିଷୟରେ ସବୁ କିଛି କହିଲେଣି, ମୁଁ କିଛି ତ କହିପାରେନି, କିନ୍ତୁ ଯେତିକି କହିବି ସେ ମୋ ଗାଁର କବି, ଏକା ବ୍ଲକ କଲଣ୍ଡାପାଳ ବଣପାଳ ଗୋଟେ ବ୍ଲକ। ସେ ତାଙ୍କରି ଆଶୀର୍ବାଦରେ ମୁଁ ତାଙ୍କ ଜୀବନୀ ଉପରେ ଯାହା ଦେଖିଛି ତାକୁ ହିଁ କହିବି। ମୋର ଆମ ରାଇଜର ମଉଡମଣି, ଆମରି ରାଇଜ ମଉଡମଣି ହେ ପଦ୍ମଶ୍ରୀ ରାଧା ମୋହନ, ଶୁଭ ଦିବସରେ ଜନମିଥିଲ ହେ ଝୁରୁଛି ଓଡିଆ ପ୍ରାଣ। ଅନୁଗୁଳ ଜିଲ୍ଲା କଲଣ୍ଡାପାଳ ଯେ ଅଟଇ ଜନ୍ମ ଭୂମି, ମାତା ତୁମ ଥିଲେ ଗୋଲକ ମଣିକି ପିତା ମହାଦେବ ଭୂମି। 1911 ଅଗଷ୍ଟ 25 ଥିଲା ଶୁଭ ତିଥି ବାର, ବାଘ ସିଂହ ବଂଶେ ନୂତନ ଅତିଥି ହୋଇ କରିଲ ଉଜ୍ଜଳ। ଅନୁଗୋଳ ବିଦ୍ୟା ଶିକ୍ଷା ସମୟରେ ସାହିତ୍ୟ ରଖିଲ ରୁଚି, ଭିନ୍ନ ଭିନ୍ନ ଲେଖା ପ୍ରକାଶ କରିଲ ପତ୍ରିକାରେ ଅଛି ବଞ୍ଚି। ସହକାର ନବ ଯୁଗ ପଞ୍ଚାମୃତ ଉତ୍କଳ ସାହିତ୍ୟ ପାଇଁ ଗଡ଼ଜାତ ବାସିନୀ ପତ୍ରିକା ଆଦି ମୁକ ସାକ୍ଷୀ ଅଛି ହୋଇ। ସମସାମୟିକ କବିଙ୍କ ଠାରୁ ଯେ ଏକକ ଭାବେ ରହିଣ, ଶିକ୍ଷା ଛାଡି ଦେଶ ସେବାରେ ଧାଇଁଲ ଆହେ କବି ଭାବ ପ୍ରାଣ। ପାଠ୍ୟ ପୁସ୍ତକରେ କାବ୍ୟ ନାୟିକାକୁ ପଢିଥିଲ ନିଜେ କବି, ନବଜାଗରଣ ପାଇଁକି ତୁମର ହୃଦୟ ଉଠଇ ଜାଗି। ଉତ୍କଳ ସାହିତ୍ୟ ସମ୍ମିଳନୀରେ ଉପସଭାପତି ହୋଇ, ଓଡିଶା ସାହିତ୍ୟ ଏକାଡେମୀରେ ବି ସଭାପତି ଥିଲ ରହି। ସୌରଭ ଯେ ଉତ୍କଳିକା ଅର୍ବାଚୀନ ତାରା କାଳିଦାସ ବହି, କୁମାର ସମ୍ଭବ କାବ୍ୟ ନାୟିକା ଯେ ଦୀପ ଶିଖା ଅଛି ଜଣେ। ପଶୁ ପକ୍ଷୀର କାବ୍ୟ କୈଶୋରିକା ଯେ ଗାନ୍ଧୀ ଗାଥା ଗାଏ କୃତି, ନବଜାତକ ସୂର୍ଯ୍ୟ ଅନ୍ଧକାର ଗାଉଥାଏ କେତେ ଗୀତି। କାହିଁ କେତେ ମାନ ସମ୍ମାନ ଘେନି ରଖିଛ ଓଡିଆ ଟେକ, ନନ୍ଦୀ ଘୋଷ ବିଶୁଭ ଉତ୍କଳ ଶ୍ରୀ ଯେ ଉତ୍କଳ ରତ୍ନ ମହକ। ସମ୍ମାନ ଜନକ ପୁରସ୍କାର ନୀଳ ଶୈଳ ଆପଣାର, ପଦ୍ମଶ୍ରୀ ଭୂଷଣେ ଜିତିଲ କଣକୁ ଆହେ କବି ଜାତି ସ୍ମର। ମାଟିର ମଣିଷ ଆଦି ଯେତେ ସୃଷ୍ଟି ହୃଦୟ ଦିଅଇ ହାଣି, ଗୀତ ଗୋବିନ୍ଦରେ ଛନ୍ଦକୁ ଭରିଛ ଆମରି ମଉଡମଣି। କବିତା ଝଙ୍କାରେ ଥରା ଅପରାଣ ନିର୍ଭୀକତା ମନ୍ତ୍ରେ ଗାଇ, ସ୍ୱାଧୀନ ଚେତା ହେ ବୀର ଛନ୍ଦ କବି ଗାଥା କବି ଯେ ତୁମେ ହିଁ। ଆମରି ଗଡର ନାୟକ ଥିଲ ହେ ଗଢି କେତେ କବି କବି, ଯୁଗେ ଯୁଗେ ତୁମେ ଅମର ରହିବ ସ୍ମରୁଥିବୁ ତବ ଛବି। 88 ବର୍ଷେ ଲିଭିଗଲା ଦୀପ 21 ଫେବୃଆରୀ 2000 ମସିହା ଘେନିଗଲା ଆମରି କବିତା ସେରି। ଗୀତା ସ୍ୱର ନ ବୋଲିଲେ ମତେ ଭଲ ଲାଗେନି, ଆପଣଙ୍କୁ ଶୁଣେଇ ନ ଶୁଣେଇଲେ ବି ମତେ ଭଲ ଲାଗେନି। ଗୋଟିଏ ପଦ, ପ୍ରତିବର୍ଷ ପ୍ରେମ ଜନ୍ମ ଜୟନ୍ତୀ ଓ ରାଧ ପାଣେ ଚୁହୃଦେ, ସଦସ୍ୟ ସଦସ୍ୟ ପରିବାର ନେଇ ଜିଲ୍ଲା ସାହିତ୍ୟ ସଂସଦେ। ତୁମରି ପିୟୁଷ ଅମୃତର ଧାରା ଆମରି କବିତା ଧାରେ, ଦିଅ ସ୍ନେହ ଶିଷ ଏକ ବିଷ ଠାଇ ବୈକୁଣ୍ଠପୁରେ, ତୁମେ ଠାଇ ବୈକୁଣ୍ଠପୁରେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଗୀତାମୟୀ, ଗୀତମୟୀ, ଭକ୍ତିମୟୀ, ସ୍ତୁତିମୟୀ, ଯାହାବି କହିଲେ ସବୁଥିରେ ମଇ ଲାଗିବ। ସବୁଦିନ ଘଟି ଦେଇଛନ୍ତି, ବହୁତ ସୁନ୍ଦର କବିତା। ବର୍ତ୍ତମାନ ମୁଁ ସଂଗ୍ରାମ ସାରଙ୍କୁ ଟିକେ ପଚାରିବାକୁ ଚାହୁଁଛି, ସାର୍ ଆସିବେ କି? ଶୁଭୁନି କିଛି ସାର୍। ହଁ ନାଇଁ ବର୍ତ୍ତମାନ
ସହିତ ଯୋଗାଯୋଗ ହେଇପାରିନି ସାର୍ ଆସିଥିଲେ କହୁଥିଲେ ମୁଁ ଜଏନ୍ କରିଥାନ୍ତି କିନ୍ତୁ ଏପର୍ଯ୍ୟନ୍ତ କିଛି ଖବର ନାହିଁ ସାର୍ଙ୍କର। ଆଚ୍ଛା ଆଚ୍ଛା ତାହେଲେ ଆମେ ଆଗକୁ ବଢିବା ଆଉ ଗୋଟିଏ କି ଯୋଡ଼ିଏ କବିତା ଅଛି ତାପରେ ଧନ୍ୟବାଦ ଦବା। ଦୁଃଖର କଥା ଆମେ ଶୁଣି ପାରିଲେନି ପୁଣି ଭର୍ଚୁଆଲ ମିଟିଂ ରେ ପୁଣି କେବେ ସାର୍ଙ୍କୁ ଡାକିବା ନିଶ୍ଚୟ। ମୁଁ ତଥାପି ସାର୍ଙ୍କ ସହିତ ଯୋଗାଯୋଗ କରୁଛି ହୁଏତ ଆସିପାରନ୍ତି କଣ ମୁଁ ଯୋଗାଯୋଗ ଠିକ କରୁଛି। ଆଉ ଦୁଇଟି କବିତା ଅଛି ସାର୍ଙ୍କୁ ଟିକେ ଯୋଗାଯୋଗ କରନ୍ତୁ ତାପରେ ଆମେ ଶେଷରେ ଧନ୍ୟବାଦ ଦବା ସାର୍ଙ୍କଠୁ କିଛି ଶୁଣିଲା ପରେ। ପରବର୍ତ୍ତୀ ମୁଁ ଡାକୁଛି ଆମର ଯୁବ କବି ଦୀନବନ୍ଧୁ ପ୍ରଧାନଙ୍କୁ। ତାଙ୍କର କବିତାର ଶୀର୍ଷକତା ଦେଇନାହାନ୍ତି କିଛି କବିତା ଶୁଣାନ୍ତୁ ଆପଣ। କରତାଳି ଦେଇ ମୁଁ ସ୍ୱାଗତ କରୁଛି। ଆଜ୍ଞା ନମସ୍କାର ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ମୋର କବିତା ଆଜିର ସାହିତ୍ୟ ଘରରେ ହେଲା ଆଶାନ୍ୱିତ ଆହ୍ୱାନ। କବିଙ୍କ କବିତା ଲେଖା ସମୂହ ଓଡ଼ିଶା ଓଡ଼ିଆଙ୍କ ଅଟେ ଐତିହ୍ୟ। କବିଙ୍କ କବିତା ଲେଖା ସମୂହ ଓଡ଼ିଶା ଓଡ଼ିଆଙ୍କ ଅଟେ ଐତିହ୍ୟ। ଏଥିପାଇଁ ଆମେ ପରମ୍ପରା ସମୃଦ୍ଧ ଆମ୍ଭ ମନରୁ ହଟି ଯାଏ ବିଭେଦ। ସ୍ୱୟଂ ରାଧାମୋହନ ଗଡ଼ନାୟକ ଅନୁଗୁଳ ଜିଲ୍ଲା କଣ୍ଟାପାଳ ଲୋକ। 1911ରେ ହୋଇଲେ ଜନ୍ମ 2000ରେ କଲେ ଶରୀରକୁ ତ୍ୟାଗ। 1911ରେ ହୋଇଲେ ଜନ୍ମ 2000ରେ କଲେ ଶରୀରକୁ ତ୍ୟାଗ। ତୁମ୍ଭ ପ୍ରାରମ୍ଭିକ କାବ୍ୟ ଚେତନ ରୋମାଣ୍ଟିକ ଭାବୁକତା ଅଟେ ସମାନ। ମାନବିକତା ବୋଧ ଐତିହ୍ୟ ସମ୍ପ୍ରତି ଜାଜୁଲ୍ୟମାନ ଉତ୍କଳୀୟ ସଂସ୍କୃତି। ମାନବିକତା ବୋଧ ଐତିହ୍ୟ ସଂସ୍କୃତି ଜାଜୁଲ୍ୟମାନ ଉତ୍କଳୀୟ ସଂସ୍କୃତି। ଓଡ଼ିଆ ସାହିତ୍ୟର ସଂକଳ୍ପ କବି ଓଡ଼ିଆ ସାହିତ୍ୟର ସଂକଳ୍ପ ଗାଥା କବି ପୁରସ୍କୃତ କରିଛି କେନ୍ଦ୍ର ସାହିତ୍ୟ ଏକାଡେମୀ। ଓଡ଼ିଆ ସାହିତ୍ୟର ସଫଳ ଗାଥା କବି ପୁରସ୍କୃତ କରିଛି କେନ୍ଦ୍ର ସାହିତ୍ୟ ଏକାଡେମୀ। ଶାମୁକାର ସ୍ୱପ୍ନ ଓ ଉତ୍କଳିକା ସୂର୍ଯ୍ୟ ଅନ୍ଧକାର କାବ୍ୟ ନାୟିକା। ଶାମୁକାର ସ୍ୱପ୍ନ ଓ ଉତ୍କଳିକା ସୂର୍ଯ୍ୟ ଅନ୍ଧକାର କାବ୍ୟ ନାୟିକା। ଅନେକ ଶବ୍ଦର ଶବ୍ଦ କୈଶୋରିକା ତା ମଧ୍ୟରେ ସୁନ୍ଦରତର ଅଟେ ଦୀପ ଶିଖା। ତା ମଧ୍ୟରେ ସୁନ୍ଦରତର ଅଟେ ଦୀପ ଶିଖା। ସମାଜ ସବୁଦିନେ କରୁଥିବ ନମନ। ସମାଜ ସବୁଦିନେ କରୁଥିବ ନମନ। କବିତାରେ ରହିଅଛି ଆଶାନ୍ୱିତ ଆହ୍ୱାନ। କବିତାରେ ରହିଅଛି ଆଶାନ୍ୱିତ ଆହ୍ୱାନ। ନମସ୍କାର। ବହୁତ ବହୁତ ଧନ୍ୟବାଦ ଦୀନବନ୍ଧୁ ବାବୁ। ଯାହା ହଉ ଆପଣଙ୍କ କବିତାଟି ଖୁବ ସୁନ୍ଦର ହେଇଛି। ଧନ୍ୟବାଦ ଆଜ୍ଞା। ଯେହେତୁ ଆମର ଅତିଥି ଜଣେ କବି ତ ଆମେ ନିଶ୍ଚିତ ଆଶା କରିବୁ ଆପଣଙ୍କଠୁ ଗୋଟେ କବିତା ଶୁଣିବା ପାଇଁ ସାର୍। ମୁଁ ଅନୁରୋଧ କରିବି ଶାନ୍ତନୁ ସାର୍ଙ୍କୁ ଗୋଟେ କବିତା ଶୁଣୁ। କବିତା ନାହିଁ ଗୋଟେ। ହଁ ନିଶ୍ଚୟ ସାର୍ ଆପଣଙ୍କ ଖୁସି ଆପଣ କିଛି ବି ପଢିପାରନ୍ତି। କରୋନା ଉପରେ କବିତା ପଢିଦଉଛି ହାତରେ ଅଛି। ହଉ ଠିକ। କରୋନା କୋଉଠି ଥିଲା ଏ କରୋନା କେଜାଣି ତକ୍ଷକ ପରି ଫୁଲର ନେପଥ୍ୟରେ ନା ସନ୍ତ୍ରାସବାଦୀ ପରି ଲୁଚିଥିଲା ଅନ୍ଧାରର ଅବିଶ୍ୱସ୍ତ ଗହନ ଛାଇରେ। ସବୁଠାରେ ଆତଙ୍କର ସଂକ୍ରମଣ ଆଶଙ୍କାର ମୁକ୍ତ ବିଚରଣ। ଗାଁ ଠାରୁ ସହର ଯାଏ ସବୁଠି ଉତ୍ପୀଡ଼କ ଶୂନ୍ୟତାର ସ୍ୱର। ମଧ୍ୟାହ୍ନରେ ମଧ୍ୟରାତ୍ର ଶ୍ମଶାନର ସ୍ତବ୍ଧ ନୀରବତା। ନିରୁଦ୍ଦିଷ୍ଟ ପକ୍ଷୀମାନେ ଫେରିଲେଣି। କ୍ରୂର ନିଦାଘରେ ଶୁଭିଲାଣି ବସନ୍ତର କୋଳାହଳ ପକ୍ଷୀର କାକଳି। ଭେଳା ଭେଳା ଡଲଫିନ୍ ଦିଶିଲେଣି ସମୁଦ୍ର କୂଳରେ। ରାଜହଂସ ରାଜରାସ୍ତା ମଝିରେ ଚାଲୁଛି ରାଜକୀୟ ରାଗ ଓ ଛନ୍ଦରେ। ସବୁଠି ତ ମଣିଷର ଆଧିପତ୍ୟ ଦୈତ୍ୟବାନା ରୁଗ୍ଣ ଔହତ୍ୟର ଯୋଗମର୍ତ୍ୟ ପାଣି ପବନରେ।
ଅଦୃଶ୍ୟ କରୋନା ଆଜି ସାଜିଅଛି ପ୍ରକୃତିର ପ୍ରତିଭା ସ୍ୱର ଓ ସ୍ୱାକ୍ଷର। କରୋନାର ଯୁଦ୍ଧଂ ଦେହି ଉତ୍କଟ ଫୁତ୍କାର ମଣିଷର ଅହଙ୍କାର ନତ ଜାନୁ ଭୁଲୁଣ୍ଠିତ ସ୍ପର୍ଦ୍ଧିତ ପୌରୁଷ। ଏଇ ଦେଖ ବିପର୍ଯ୍ୟସ୍ତ ବଗିଚାରେ ଫୁଟିଲାଣି କର ପ୍ରତ୍ୟୟ ପାଖୁଡ଼ା ଦିଶିଲାଣି ବଞ୍ଚିବାର ସୂତ୍ର ସମାଧାନ। ପରାଜିତ ପଳାତକ ବିଭତ୍ସ କରୋନା ହଜିଯିବ କ୍ରୂର ଦିଗ୍ବଳରେ ଶୁଭିଲାଣି ଶୁଭ ଶଙ୍ଖ ଜୟ ହେବ ମଣିଷର ମାନବବାଦର। ଧନ୍ୟବାଦ। ବହୁତ ବହୁତ ସୁନ୍ଦର କବିତା। କେତୋଟି ଲାଇନ ତ ଅତି ହୃଦୟସ୍ପର୍ଶୀ। ରାଜହଂସ ମଝି ରାସ୍ତାରେ ଚାଲୁଥିବ, ଅତି ସୁନ୍ଦର ଲାଇନଟିଏ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ଆଜିର ଡିଜିଟାଲ କବିତା ଆସରରେ ଉପସ୍ଥିତ ଥିବା ସମସ୍ତ ଅତିଥିବୃନ୍ଦ, ସମସ୍ତ ସରହସ୍ତ ପ୍ରେମୀ ବନ୍ଧୁ ମାନଙ୍କୁ ମୋର ସାଦର ପ୍ରଣାମ। ମୁଁ ତ ରାଧାମୋହନ ଗଣନାୟକଙ୍କ ବିଷୟରେ କିଛି କବିତା ଲେଖିନି, ତାଙ୍କରି ଗୋଟେ କବିତା ଆପଣ ମାନଙ୍କୁ ଶୁଣେଇବି। ଆପଣ ମାନେ ତ ଅତିଥି ମାନଙ୍କ ଠାରୁ ସମସ୍ତଙ୍କ ଠାରୁ ଶୁଣିଲେ ବର୍ତ୍ତମାନ ପର୍ଯ୍ୟନ୍ତ ରାଧାମୋହନ ଗଣନାୟକଙ୍କ କୃତି ବିଷୟରେ ଆମେ ସମସ୍ତେ ଶୁଣିଲେ। ଏବେ ତାଙ୍କର ଏକ କବିତା ଯାହା କିଛି ବର୍ଷ ପୂର୍ବେ କ୍ଲାସ 8ରେ ପଢାଯାଉଥିଲା। ସେ କବିତାର ଶୀର୍ଷକ ହେଉଛି ଶୁଆ ଓ ଦେବଦୂତ। ହ୍ୟାଲୋ ଅନିତା। ହଁ ହ୍ୟାଲୋ ଶୁଭୁଛି ଶୁଭୁଛି, ଶୁଭୁଛି? ହଁ ପଢନ୍ତୁ। ଠିକ ଅଛି। କ୍ଲିୟର ଶୁଭୁଛି। କବିତାର ଶୀର୍ଷକ ଶୁଆ ଓ ଦେବଦୂତ। କାଶୀ ରାଜ୍ୟର ସାନ୍ଦ୍ର ଗହନ ମନ ଭାଗେ, ଶାଳ ତରୁଟିରେ ଶୁଆଟିଏ ରହି ଅନୁରାଗେ, ଶାନ୍ତିର ଧନ ସୁଖର ସପନ ନିଶି ଦେଖୁଥିଲା ଆଖି ଆଗେ। ଦିନକର ତହିଁ ଲୋଭଜାତ କରେ ଧନୁ ଧରି, ପଳାଇତ ଏକ ତ୍ରସ୍ତ ହରିଣ ଅନୁସରି, ବିଷ ଦର୍ଜର ଖର ଏକ ସର ଛାଡ଼ିଦେଲା କାଳ ନାଗ କରି। ଲକ୍ଷ୍ୟ ହରାଇ ସରଟି ଇଆଡେ ଲାଖି ଯାଉ, ବିଷର ଦହନେ ମରିଗଲା ତରୁ ଚାହୁଁ ଚାହୁଁ, ଶୁଖିଗଲା ତାର ସମ୍ଭାର, ଶୁଖିଗଲା ତାର ସବୁ ବାହୁ। ଦୁଃଖେ ଶୁଆଟି ଛୁଇଁଲାନି ଆଉ ପାନାହାର, କାତର ପୂଜନେ ଢାଳିଲା ବୁକୁର ହାହାକାର। ଡାଳରୁ ମୂଳରୁ ଡାଳକୁ ଘୁରି ହେଲା ଖାଲି ବାର ବାର। ଆଉ ଦିନକର ପାନ୍ଥ ସେ ଏକ ପରବାସୀ, ପଥେ ଯାଉ ଯାଉ ଛିଡା ହୋଇଗଲେ ତହିଁ ଆସି। ତୁ ଶୁଆରେ ଶୂନ୍ୟ ଦୁଆରେ କହ ତୁହି କେଉଁ ସୁଖ ଆସି। ଶୁଷ୍କ ହେଲାଣି ପ୍ରିୟତମ ତୋର ଏଇ ଶାଳ, ପତ୍ର ବିହୀନ ହେଲାଣି ରେ ପୁଣି ସବୁ ଡାଳ। ଚାଲି ଯାଉ ନାହୁଁ କି ଭାବୁଛୁ ଆଉ ଶକ୍ତି ନାହିଁ କି ଉଡିବାର, ଉଡିଯିବା ପାଇଁ ଶକ୍ତି ଅଛି ମୋ ପକ୍ଷରେ। କାହିଁ ଉଡିଯିବି ଜୀବନର କେଉଁ ଲକ୍ଷ୍ୟରେ, ଏଇ ମୋର ବାସ ହେଲା ଯେବେ ନାଶ କହ ଯିବି କେଉଁ ପକ୍ଷରେ। ବିପଦ ପଡିଲା ବୋଲି ଆଜି ଏଇ ତରୁ ବାସେ, କେଉଁ ପରି ଭଲା ଉଡିଯିବି କହ କେଉଁ ଆସେ। ଏମିତି ଆଶାଇ ଗଲେ ଯାଉ ପ୍ରାଣ ଉପବାସେ। ରୂପ ବଦଳାଇ ପାନ୍ଥ କହେ ମୁଁ ଦେବଦୂତ, ଅଭିଭୂତ ଆଜି ଦେଖି ତୋର ଭାବ ଅଦଭୂତ। ତୋର ଏ ତରୁରେ ଦଗ୍ଧ ମରୁରେ ସିଞ୍ଚି ଦେଉଛି ଅମୃତ। ଜୀବନ ପାଇଲା ଶାଳ ତରୁ ପୁଣି ପଲ କରେ, ପତ୍ର କୁସୁମ ଫଳେ ମଣ୍ଡିତ ଫୁଲ କରେ। ଛୁଆଟି ଦେଖିଲା ଅଦ୍ଭୁତ ଲୀଳା ପୁଣ୍ୟ ଫଳର ଝଲକରେ, ପୁଣ୍ୟ ଫଳର ଝଲକରେ, ପୁଣ୍ୟ ଫଳର ଝଲକରେ। ବହୁତ ଧନ୍ୟବାଦ ଦେବି ଅନିତାକୁ। ଧନ୍ୟବାଦ ଧନ୍ୟବାଦ। ପରେ ଆମେ ଆଗକୁ ଆଗେଇ ନବା। ଆମର ଗୋଟିଏ କବିତା ଅଛି, ମୋ କବିତା ଅଛି। ମୁଁ ଅପେକ୍ଷା କରିଛି ବର୍ତ୍ତମାନ କବିତାର ଶେଷ ପର୍ଯ୍ୟାୟରେ ଆମର ସଂଯୋଜିକା ମହାଶୟ ଅନିତା ପାଣି ତାଙ୍କର ଭେଟି ପ୍ରଦାନ କରିବେ। ଆପଣ ମାନେ ନିଶ୍ଚିନ୍ତ ଶ୍ରଦ୍ଧା ସହିତ ଶୁଣନ୍ତୁ। ଜୟ ଜଗନ୍ନାଥ। ଅପଥେ ଯିବି ମୁଁ, ଅପଥେ ମୁଁ ଯିବି, ଅପଥେ ମୁଁ ଯିବି, କର ପଛେ ମତେ ତିରସ୍କାର। ନେପଥ୍ୟ ଅଛି ଯେତେ ଯାହା ସବୁ କରିବି ମୁଁ ତାହା ଆବିଷ୍କାର, କରିବି ମୁଁ ତାହା ଆବିଷ୍କାର। ଏହା ଆମର ପଦ୍ମଶ୍ରୀ ରାଧାମୋହନ ଗଣ୍ଡାୟଙ୍କର ଗୋଟିଏ ସୁନ୍ଦର ପଂକ୍ତି। ତା ଭିତରୁ ଅନେକ କଥା ଖୋଜିଲେ ମିଳେ।
ତ ମତେ କବିତା ପଦଟି ଭାରି ସୁନ୍ଦର ଲାଗେ। ସେଇ ଗାଥା କବିଙ୍କର ଗୋଟେ କବିତା ମୁଁ ଲେଖିଛି, ଗାଥା କବିତାର ନାୟକ। କବିତାର ଶୀର୍ଷକ ଗାଥା କବିତାର ନାୟକ। କବିର ବିଭବ ଫୁଟି ଉଠିଥିଲା, କବିର ବିଭବ ଫୁଟି ଉଠିଥିଲା ନୀଳିମା ସେ ଚକ୍ରବାଳେ, କଲଣ୍ଡା ପାଳର ପଲ୍ଲୀ ରମ୍ୟ ବେଶ, ଲିଙ୍ଗରା ନଦୀର କୂଳେ, ଲିଙ୍ଗରା ନଦୀର କୂଳେ। ବାଲ୍ୟ ଅବସ୍ଥାରୁ ସୃଜନ ପ୍ରତିଭା ଶବ୍ଦର ସେ ଶିଳ୍ପକାର, ମୁଗ୍ଧ ମଞ୍ଜୁଳ କବିତାର ସ୍ରଷ୍ଟା, ପାଦେ କୋଟି ନମସ୍କାର, ପାଦେ କୋଟି ନମସ୍କାର। ଲେଖନୀରେ ଥିଲା ଉଦ୍ଧମ ଗତି, ଛାତିରେ ସିଂହ ବଳ, ଲେଖନୀରେ ଥିଲା ଉଦ୍ଧମ ଗତି, ଛାତିରେ ସିଂହ ବଳ। ଚାଟୁବା ବଚନ ସାଲିସ ନ କରି ଜିତି ପାରିଲେନି କଳ, ଜିତି ପାରିଲେନି କଳ। ବାଘ ସିଂ ବଂଶ ଦାୟଦ ଥିଲେ ସେ ଗାଥା କବିତାର ନାୟକ, ସବୁଜ ଶୋଭାର ପୂଜକ ପରମ ପ୍ରବୀଣ ଗଡ଼ନାୟକ, ପ୍ରବୀଣ ଗଡ଼ନାୟକ। ମୁଗ୍ଧ କିଶୋର ଅଳିଟି ପରି କବିତା ବାସନା ପ୍ରବଳ ଭାରି, ମୁଗ୍ଧ କିଶୋର ଅଳିଟି ପରି କବିତା ବାସନା ପ୍ରବଳ ଭାରି। ସୁପ୍ତ ଜାଗ୍ରତେ ଅନ୍ତରୁ ଅନନ୍ତ ଆବେଗ ପଡ଼ଇ ଝରି, ଅନନ୍ତ ଆବେଗ ପଡ଼ଇ ଝରି। ସୃଜନୀରେ ଥିଲା ବୀର ଭାବ ଭରି ସ୍ୱାଧୀନ ସଂଗ୍ରାମ ମନେ, ସୃଜନୀରେ ଥିଲା ବୀର ଭାବ ଭରି ସ୍ୱାଧୀନ ସଂଗ୍ରାମ ମନେ। ପ୍ରଜା ଆନ୍ଦୋଳନ ଯୋଗ ଦେଇଥିଲେ ନିଜସ୍ୱ ସ୍ୱାଭିମାନେ, ନିଜସ୍ୱ ସ୍ୱାଭିମାନେ। ମୁକ୍ତ କଣ୍ଠରେ ଗାଇଛନ୍ତି ହେବି ମୁଁ ଅପଥଗାମୀ, ନପେକ୍ଷରୁ ଯେତେ ସିରି ସମ୍ଭାର, ଖୋଜିବି ଦିବସ ଜାମି, ଖୋଜିବି ଦିବସ ଜାମି। ଧନ୍ୟବାଦ। ମୋ କବିତାର ଶେଷ ହୋଇଛି। ତା ସହିତ ଆଜିର କବିତାର ଆସର ବି ଶେଷ ହୋଇଛି। ସମସ୍ତେ ସମୟ ବି ଅତିକ୍ରାନ୍ତ। ଏବେ ଅବିଳମ୍ବେ ଆମର ସ୍ୱାଇଁ ସାର୍ଙ୍କୁ ଅନୁରୋଧ କରୁଛି ଧନ୍ୟବାଦ ପ୍ରଦାନ କରିବେ। ବିଭୂତି ଭୂଷଣ ସ୍ୱାଇଁଙ୍କୁ ଅନୁରୋଧ କରୁଛି ଧନ୍ୟବାଦ ଅର୍ପଣ କରିବା ପାଇଁ।